ଢେଙ୍କାନାଳ ଜିଲ୍ଲାର ଗଅଁଦିଆ ବ୍ଲକ ଅନ୍ତର୍ଗତ କପିଳାସ ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦ୍ରଶେଖରଙ୍କଠାରେ ଚଳିତ ବର୍ଷ ତୃତୀୟ ପାଳିର ସୋମବାରରେ ବିଭିନ୍ନ ସ୍ଥାନରୁ ଏଠାକୁ ପ୍ରାୟ 3 ଲକ୍ଷ କାଉଡ଼ିଆ ଭକ୍ତ ଶ୍ରାବଣୀ ଭାର କାନ୍ଧରେ ଧରି ପାଣି ଲଗାଇଛନ୍ତି। ଗତକାଲି ରବିବାରଠାରୁ ଭକ୍ତମାନଙ୍କର ସମାଗମକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କିପରି ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନେ ସୁବିଧାରେ ପାଣି ଠାକୁରଙ୍କୁ ଲଗାଇ ପାରିବେ ସେଥିପ୍ରତି ଦେବୋତ୍ତର ବିଭାଗ ଦ୍ୱାରା ନୀତି ନିର୍ଦ୍ଧାରଣ କରି ମଧ୍ୟରାତ୍ରରୁ ଭକ୍ତମାନଙ୍କ ସୁବିଧା ନିମନ୍ତେ ମୁଖ୍ୟ ମନ୍ଦିର ଖୋଲାଯାଇ ପାଣି ଢାଳିବା କାମ ଆରମ୍ଭ ହୋଇଥିଲା। ଭକ୍ତମାନେ ସିଂହଦ୍ୱାରଠାରୁ ଲମ୍ବା ଧାଡ଼ିରେ ରହି ଶୃଙ୍ଖଳାର ସହ ଠାକୁରଙ୍କ ଦର୍ଶନ କରିଥିଲେ। ସ୍ଥାନୀୟ ଅଞ୍ଚଳଠାରୁ ଆରମ୍ଭ କରି ପଡ଼ୋଶୀ ବ୍ଲକ ଭୁବନ, କାମାକ୍ଷାନଗର, ସଦର ଓଡ଼ପଡ଼ା ସହିତ ବିଭିନ୍ନ ଜିଲ୍ଲା ଯାଜପୁର, କଟକ, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ ଓ ଭୁବନେଶ୍ୱରରୁ ବହୁ ଭକ୍ତ ଆସିଥିବାର ଦେଖିବାକୁ ମିଳିଥିଲା। ଉକ୍ତ କପିଳାସ ପୀଠକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ଯଥା ଭୁବନ, ଚଢ଼େଇଧରା, ଟାଙ୍ଗୀ ଓ ଢେଙ୍କାନାଳ ଆଦି ରାସ୍ତାରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ପୁରୁଷ ମହିଳାମାନେ ଶନିବାରଠାରୁ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ପାଣି ଭାର ଧରି ଦଳ ଦଳ ହୋଇ ଉକ୍ତ ପୀଠକୁ ଆସୁଥିଲେ, ଯାହାଫଳରେ ରାସ୍ତାଗୁଡ଼ିକରେ ଅନେକ ସ୍ଥାନରେ ଭିଡ଼ ଲାଗି ରହୁଥିଲା। ଉକ୍ତ ଦର୍ଶନ ଆଜି ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଲାଗି ରହିଥିଲା। ଉକ୍ତ ପୀଠରେ ଅତିରିକ୍ତ ତହସିଲଦାର ପ୍ରକାଶ କୁମାର ନାୟକ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିବା ସ୍ଥଳେ ଗଅଁଦିଆ ଥାନା ଅଧିକାରୀ ସଲିଳ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗଅଁଦିଆ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ତଥାପି କିଛି କିଛି ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ପ୍ଲାଷ୍ଟିକ ବ୍ୟବହାର କରୁଥିବାର ଦେଖିବାକୁ ମିଳିଥିଲା। ଏହି ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ବିଶେଷ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ।